ଦହିବରା ଖାଇବାକୁ ମନ ହେଲା, ତେଣୁ ମିସେସ୍ର ମୋର ସିଧା ଚାଲିଲୁ ଦହିବରା ଦୋକାନ। ସେଇଠୁ ଦହିବରାଟା କିଣି ଘରକୁ ଆସିଲୁ। ଘରେ ବସିକିରି ଆରାମସେ ଏ ଭାଇଟି କଟକରୁ ଆଉଛି, ତାଙ୍କ ଦହିବରାଟା ଆଣି କଟକ ଦହିବରା ଖାଇଲୁ ଆଉ। କଟକର ପ୍ରସିଦ୍ଧ ଦହିବରା ଧରିକିରି ଆମେ ଘରକୁ ପଳେଇ ଆଇଲୁ। ଘରେ ଖାଇବୁ, ସେଠି ଖାଇବିନି ରାସ୍ତା କଡ଼ରେ। ଖାଇଥିଲେ ହେଇଥାନ୍ତା, ମିସେସ୍ କହିଲା ଚାଲ ଘରେ ଖାଇବା। ପାର୍ସଲ ଧରିକି ଘରକୁ ପଳେଇ ଆସିଲୁ। ଏବେ ବଢ଼ା ବଢ଼ି ଚାଲିଛି ଦହିବରା, ଦହିବରା ଖାଇବା। ଦେଖନ୍ତୁ ଦହିବରାଟା ପ୍ରିପେୟାର ହେଲା ପରେ କେତେ ସୁନ୍ଦର ଦେଖାଯାଉଛି, ପୁରା କଟକ ଷ୍ଟାଇଲରେ ଦହିବରାଟା ମିସେସ୍ ବନେଇଦେଲା। ମିସେସ୍ଙ୍କୁ ପଚାରିଲି ଆରେ କେମିତି ହେଇଛି ଦହିବରାଟା? ମିସେସ୍ କହୁଛି ବଢ଼ିଆ ହେଇଛି, ସବୁବେଳେ ତ ଏଇଠୁ ଖାଉ ନାଙ୍ଘା ଆଉ। ହଠାତ୍ ଗ୍ୟାସ୍ଟା ସରିଗଲା, ଆଉ ମିସେସ୍ କହିଲା ଯାହା ଗ୍ୟାସ୍ ନେଇକି ଆସିବ, ଯେହେତୁ ଅର୍ଡ଼ର ହେଇଥିଲା ଏପର୍ଯ୍ୟନ୍ତ ଗ୍ୟାସ୍ ବାଲା ଗ୍ୟାସ୍ ଦେଇନି। ମୁଁ ନିଜେ ଗାଡ଼ିରେ ବାନ୍ଧିଲି ଟାଙ୍କିଟାକୁ, ବାନ୍ଧିକିରି ଚାଲିଲି ଗ୍ୟାସ୍ଟା ନେଇକି ଆସିବି ବୋଲି। ଗ୍ୟାସ୍ଟା ଆଣିକି ପହଞ୍ଚିଲି, ତାପରେ ଅଫିସ୍ ପାଇଁ ଖାଇବା ରେଡ଼ି ହେଇଗଲା। ଭାତ ଆଉ ଡାଲି, ଭଜା, ଜହ୍ନି ଆଳୁ ଭଜା, ଭେଣ୍ଡି ଆଳୁ ଭଜା, ଏଟା ଆଳୁ ଚଟଣି, ଏସବୁ ଖାଇବା ହେଇଗଲା। ଖାଇକି ମୁଁ ଅଫିସ୍ ରେଡ଼ି ହେବି ଆଉ। ଏବେ ଅଫିସ୍ ଯିବା ଟାଇମ୍ ହେଇଗଲା, ମୁଁ ବର୍ତ୍ତମାନ ରେଡ଼ି ହେଇଗଲି, ଚାଲିଲି ଏବେ ଅଫିସ୍। ଅଫିସ୍ ଗଲେ ଦେଖିବା ଆଜି କ'ଣ କାମ ହେଉଛି କ'ଣ ନାହିଁ, ବାକି ବ୍ଲଗ୍ ଅଫିସ୍ ଗଲେ ଦେଖିବା। ଅଫିସ୍ରେ ପହଞ୍ଚିଲା ପରେ ଆଜି ଆମର ଗୋଟେ ଝିଅ ରିପୋର୍ଟର ଅରୁନ୍ଧତୀ ସହିତ ଡ୍ୟୁଟି ଥିଲା, ତେଣୁ ଆମେ ମିଶିକି ଫିଲ୍ଡ ବାହାରି ଗଲୁ। ଆଜି ଗୋଟେ ଇଣ୍ଡିଆନ୍ ଫ୍ୟାସନ୍ ଶୋ ବୋଲି ଗୋଟେ ପ୍ରୋଗ୍ରାମଟେ ତାକୁ କଭରେଜ୍ କରିବା ପାଇଁ ଗଲୁ। ଏଠି ସବୁ ମହିଳାମାନଙ୍କର ଯେଉଁ ଫ୍ୟାସନ୍ ଶୋ ହୁଏ ସେଇ ପ୍ରେସ୍ ମିଟ୍ଟା ଥିଲା। ସେଇଠି ପହଞ୍ଚିଗଲା ପରେ ଇଣ୍ଡିଆନ୍ ଫ୍ୟାସନ୍ ଶୋର ଗୋଟେ ପ୍ରେସ୍ ମିଟ୍ ଅଛି, ତାକୁ କଭରେଜ୍ କଲୁ। ଆଉ ଏଇଠିକି ହିରୋଇନ୍ ମାନେ ମଧ୍ୟ ସବୁ ଆସିଥିଲେ, ସେଲିବ୍ରିଟି ମାନେ ସବୁ ଆସିଥିଲେ। ଆଉ ଧୀରେ ଧୀରେ ଗୋଟେ ପରେ ଗୋଟେ ସେଲିବ୍ରିଟି ଆସିକି ପହଞ୍ଚିଲେ। ଏଠିକି ଭୂମିକା ମଧ୍ୟ ଆସିବାର ଥିଲା, ଯେଉଁ ଆମର ହିରୋଇନ୍ ଭୂମିକା। ଆମ ଭାଇମାନେ ଦେଖନ୍ତୁ ସବୁ ଆମେ ଛିଡ଼ା ହେଇଛୁ, ଆଗରେ ପ୍ରେସ୍ ମିଟ୍ ଚାଲିଛି। ଏଇଠି ଆସିକି ଭୂମିକା ବି ପହଞ୍ଚିଲା, ଆଉ ଗଲା ଥରର ଯିଏ ମିସ୍ ହେଇଥିଲା, ମିସ୍ ଇଣ୍ଡିଆ, ସିଏ ବି ପହଞ୍ଚିଲା। ଏଇଠି ଖାଇବା ଷ୍ଟଲ୍ ଥୁଆ ହେଇଛି, ଭାଇ ପ୍ରେସ୍ ମିଟ୍ ତା ବାଟରେ। ମୋ ଲକ୍ଷ୍ୟ କେମିତି ଭାଇ ଜଲ୍ଦି ସାର, ଫଟାଫଟ ଖାଅ। ତେଣୁ ପ୍ରେସ୍ ମିଟ୍ ଦେବା ସବୁ ହିରୋଇନ୍ ମାନେ ପହଞ୍ଚିଗଲେ। ଭୂମିକା ଆଡ଼ି ବସିଛି, ତା ପାଖରେ ଆରଥରକ ଯିଏ ୱିନର୍ ହେଇଥିଲା ସେଇ ବସିଛି ବ୍ଲାକ୍ ଡ୍ରେସ୍ ପିନ୍ଧିକି। ଆଉ ସେପଟରେ ଜଣେ ବସିଛନ୍ତି, ସିଏ ବି ସେମିତି ପୂର୍ବ ଥରକର ୱିନର୍ ହେଇଥିଲେ। ଆଉ ଏଇ ପ୍ରେସ୍ ମିଟ୍ଟା ଏଇଥିପାଇଁ ହେଉଛି ଯେ କମିଂ ନଭେମ୍ବରରେ ତାଙ୍କର ଏବେଠୁ ଏ ପ୍ରୋଗ୍ରାମଟା ଆରମ୍ଭ ହେବ। କମିଂ ନଭେମ୍ବରରେ ତାର ଫାଇନାଲ୍ ଅଛି। ଭାଇମାନେ ସବୁ ଲାଗି ପଡ଼ିକିରି ସବୁ ପ୍ରୋଗ୍ରାମ୍ ସରିଲା ପରେ ତାଙ୍କର ଯିଏ ହେଡ଼୍ ଥିଲେ ତାଙ୍କ ବାଇଟ୍ ନେବା ପାଇଁ ତାଙ୍କୁ ଡାକିଲୁ। ଇଏ ତାଙ୍କର ଇଏ ଅର୍ଗାନାଇଜର୍ ତାଙ୍କର, ତେଣୁ ତାଙ୍କର ବାଇଟ୍ଟା ନେଲୁ। ଇଏ ଡିଟେଲ୍ସ ସବୁ କହିଲେ କେମିତି କ'ଣ ପ୍ରୋଗ୍ରାମ୍ ହେବ, କ'ଣ ହେବ, ସ୍ପନ୍ସର କିଏ। ଭୂମିକା ଆସିଗଲା। ଭୂମିକାର ବାଇଟ୍ଟା ନେଇସାରିଲା ପରେ ଆମେ ନାଘାକିରି ଖାଇ ଚା କପଟେ ପିଇ, ଯେହେତୁ ଏଇଟା ପ୍ରେସ୍ କ୍ଲବ୍ରେ ହେଉଥିଲା, ତେଣୁ ପ୍ରେସ୍ କ୍ଲବ୍ ଭିତରଟା ମୁଁ ଆପଣଙ୍କୁ ଟିକେ ଦେଖାଇ ଦେଉଛି। ଏଇଟା ହେଲା ପ୍ରେସ୍ କ୍ଲବ୍ର ଭିତରଟା। ଏଇ ପ୍ରେସ୍ କ୍ଲବ୍କୁ ଲାଗିକିରି ଏ ସାଇଡ଼୍ରେ ବସିବା ପାଇଁ ଗୋଟେ ଜାଗା ଅଛି, ଗୋଟେ ଛୋଟିଆ ଥିଏଟର୍ଟେ ବି ଅଛି। ଦେଖନ୍ତୁ ଥିଏଟର୍ କହୁଛି, ଗୋଟେ ଷ୍ଟେଜ୍ଟେ ଅଛି ଯେଉଁଠି ପ୍ରୋଗ୍ରାମ୍ ହୁଏ। এইଠୁ ପ୍ରୋଗ୍ରାମ୍ ସାରିକି ଆମେ ସିଧା ବାହାରି ଗଲୁ ମେଟ୍ରୋ ହାଉସ୍। ଯେହେତୁ ଫ୍ରେଣ୍ଡସିପ୍ ଡେ ଅଛି, ତେଣୁ ଆମେ ତା ପାଇଁ କ'ଣ କ'ଣ ମାର୍କେଟରେ ଜିନିଷ ମିଳୁଛି, କାର୍ଡ଼ ମିଳୁଛି, ସେସବୁ ଜିନିଷ ଦେଖିବା ପାଇଁ ମେଟ୍ରୋ ହାଉସ୍ରେ ପହଞ୍ଚିଲୁ। ସେଇଠି ପହଞ୍ଚିଲା ପରେ ଦେଖାଉଛି ମୁଁ ଆପଣଙ୍କୁ, ଦେଖନ୍ତୁ ଭେରାଇଟି ସୁନ୍ଦର ସୁନ୍ଦର ଗିଫ୍ଟ। ଦେଖନ୍ତୁ ଫ୍ରେଣ୍ଡସିପ୍ ଡେରେ ଲୋକମାନେ କେମିତିଆ ଗିଫ୍ଟ ସବୁ କିଣିକି ଫ୍ରେଣ୍ଡମାନଙ୍କୁ ଦେଉଛନ୍ତି। ତାପରେ କେତେ ସୁନ୍ଦର ସୁନ୍ଦର ବ୍ୟାଣ୍ଡ ମଧ୍ୟ ଅଛି, ଏଗୁଡ଼ା ସବୁ ଗିଫ୍ଟ। ଏଗୁଡ଼ା ସବୁ ଗିଫ୍ଟ ଗୁଡ଼ା କିଣିକି ଦେଉଛନ୍ତି। ଏଇଟା ଦେଖନ୍ତୁ କି ସୁନ୍ଦର ସୁନ୍ଦର ବ୍ୟାଣ୍ଡ, 10 ଟଙ୍କାରୁ ନେଇକିରି 200-250 ଟଙ୍କା ପର୍ଯ୍ୟନ୍ତ ଫ୍ରେଣ୍ଡ ବ୍ୟାଣ୍ଡ ଏଠି ମିଳୁଥିଲା। ସେଗୁଡ଼ା ସବୁ ଭିଜୁଆଲ୍ ନେଲୁ, ଆଉ ଗୋଟେ ଷ୍ଟୋରିଟେ ବି କଲୁ, ଯେହେତୁ ଫ୍ରେଣ୍ଡସିପ୍ ଡେ ଅଛି। ତେଣୁକରି କେମିତି କ'ଣ ପିଲାମାନେ ସବୁ ପାଳନ କରୁଛନ୍ତି, କେମିତି ସବୁ ବହୁତ ଲୋକ ଆସୁଛନ୍ତି କିଣୁଛନ୍ତି, ଏସବୁ କିଣାକିଣି କରି ଦେଖେଇଲୁ। ଆପଣଙ୍କୁ ଟିକେ ଦେଖେଇ ଦିଅନ୍ତୁ କି ସୁନ୍ଦର ହେଇଛି ଦୋକାନଟା, କେତେ ସୁନ୍ଦର ପୁରା ଭରି ହେଇଛି। ଦେଖନ୍ତୁ ଜିନିଷ ବଢ଼ିଆ ଦୋକାନଟେ, ସୁନ୍ଦର ସୁନ୍ଦର କାର୍ଡ଼, ଖାଲି ଫ୍ରେଣ୍ଡସିପ୍ କାର୍ଡ଼ ନାହିଁ, ଏଥିରେ ଲଭର୍ସ କାର୍ଡ଼, ଭାଲେଣ୍ଟାଇନ୍ କାର୍ଡ଼, ନ୍ୟୁ ଇୟର୍ କାର୍ଡ଼, ଭେରାଇଟିଜ୍ ଅଫ୍ କାର୍ଡ଼ ଅଛି। ଟେଡ଼ି ଦେଖନ୍ତୁ, ଏସବୁ ଟେଡ଼ି, ସୁନ୍ଦର ସୁନ୍ଦର ଟେଡ଼ି ଥିଲା। ଆଉ ଚକୋଲେଟ୍, ଏଗୁଡ଼ା ବଢ଼ିଆ ବଢ଼ିଆ ଚକୋଲେଟ୍ ମଧ୍ୟ ଥାକରେ ସବୁ ଥୁଆ ହେଇଥିଲା। ଆଉ ଏଇଗୁଡ଼ା ଦେଖନ୍ତୁ ଛୋଟ ଛୁଆଙ୍କର ପାଇଁ ଏଇସବୁ ସୁନ୍ଦର ସୁନ୍ଦର ଟୟ, କିନ୍ତୁ ବହୁତ କଷ୍ଟଲି। 300 ଟଙ୍କା 400 ଟଙ୍କା ଗୋଟେ ଗୋଟେ ଟୟର ଦାମ। ଏଇ ହେଉଛି ବିରାଟ ବଡ଼ ଦୋକାନ। ଆମେ ସେ ଦୋକାନ ଭିତରେ ରହିଲୁ, ଭିଜୁଆଲ୍ ଫିଜୁଆଲ୍ ନେଇ ଆମେ ସିଧା ବାହାରି ଗଲୁ ଆଉ ଗୋଟେ ପ୍ରୋଗ୍ରାମରେ। ଆଉ ଏ ପ୍ରୋଗ୍ରାମ ଅଛି ମେ ଫେୟାରରେ। ଏଇଠି କ'ଣ ହେଇଛି ନା, ଗୋଟେ ସାରେଗାମା ବୋଲି ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍ଟେ ଅଛି, ତାର ଆଜି ଅଡ଼ିଓ ରିଲିଜ୍ ଅଛି। ମାନେ ତାର ନୂଆ ୟୁଟ୍ୟୁବ୍ ଚ୍ୟାନେଲ୍, ନୂଆ ନୂଆ ଗୀତ ସବୁ ସେ ବନେଇକି ସେଥିରେ ଲଞ୍ଚ କରିବ। ତ ସେଇ ପ୍ରୋଗ୍ରାମ ପାଇଁ ଆମେ ବାହାରି ଗଲୁ 7ଟା ଖଣ୍ଡେ ବେଳକୁ। ମେ ଫେୟାର ଯାଉଛୁ। ଦେଖନ୍ତୁ ଏଇ ଘୋଡ଼ାଟା ଦେଖିଲେ ଆପଣ ଜାଣିପାରିବେ ଯେ ମେ ଫେୟାର ବି। ମେ ଫେୟାର ବାହାରେ ପହଞ୍ଚିଗଲୁ, ଏବେ ମେ ଫେୟାର ଭିତରକୁ ଯାଉଛୁ। এইଠି এই ଦେଖନ୍ତୁ ଏଇଟା ମେ ଫେୟାର ଏଣ୍ଟ୍ରି ଗେଟ୍ଟା, ମେ ଫେୟାର লগନ। ବହୁତ କମ୍ ଲୋକ ଏ ଭିତରକୁ ଦେଖିଥିବେ।
ଦେଖନ୍ତୁ ଏଇଟା ହେଲା ମେଫେୟାର, ଏଇ ଭିତରେ ହଉଛି ପ୍ରୋଗ୍ରାମ। ଏଇସବୁ ତାଙ୍କର ବୋର୍ଡ ଗୁଡ଼ା ଲାଗିଛି ଦେଖନ୍ତୁ। ଏଇ ଏଇସବୁ ଗୀତ ଗୁଡ଼ା ତାଙ୍କର ରିଲିଜ୍ ହବ। ଦେଖନ୍ତୁ ସାରେ ଗାମା ଓଡ଼ିଆ ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍। ଆମେ ଦେଖନ୍ତୁ ହଲ୍ରେ ପହଞ୍ଚିଗଲୁ। ଏଇଠି ବି ସେଲିବ୍ରିଟି ଭର୍ତ୍ତି ହେଇଛନ୍ତି। ସବୁ ଯେତେ ସିଙ୍ଗର ଏଇଠି ପ୍ରାୟତଃ ମ୍ୟୁଜିକ୍ ଡାଇରେକ୍ଟର ଆଉ ସିଙ୍ଗର ଏମାନଙ୍କର ପ୍ରାୟ ଭିଡ଼ ଥିଲା ବେଶୀ। ଏଠିକି ବି ଭୂମିକା ଆସିଥିଲା ଆଉ ସ୍ୱରାଜ ବି ଆସିଥିଲା ଏଠିକି। ଦେଖନ୍ତୁ ପ୍ରେସ୍ ମିଟ୍ ଷ୍ଟାର୍ଟ ହେଲା। ସ୍ୱରାଜ ଅଛି, ଭୂମିକା ଅଛି, ଆଉ ତାଙ୍କ ସହିତ ସେ ଯେଉଁ ସିଙ୍ଗର ଅଛନ୍ତି, ତାର ମ୍ୟୁଜିକ୍ ଡାଇରେକ୍ଟର ବି ଅଛନ୍ତି, ଯିଏ କୋରିଓଗ୍ରାଫର ସିଏ ବି ଅଛନ୍ତି। ଭାଇମାନେ ସବୁ ଷ୍ଟାଣ୍ଡ ଫାଣ୍ଡ ଲଗେଇକି ତାଙ୍କର ଏସବୁ ଏମିତି ସବୁ ନେଉ ଆମେ ସଟ୍। ସେ ପ୍ରେସ୍ ମିଟ୍ରେ ବସିକି ଆମକୁ ବାର୍ତ୍ତା ଦେଲେ। ତାପରେ ସେଇଠୁ ସିଧା ଆମେ ଏୟାରପୋର୍ଟ ଆସିଲୁ। ଏୟାରପୋର୍ଟ ଗୋଟେ ଖବର ମିଳିଲା ଯେ ଯେଉଁ କେରଳରେ ଯେଉଁ ଆକ୍ସିଡେଣ୍ଟ ହେଇଥିଲା, ଯେଉଁ ଡକ୍ଟର ଏକ୍ସପାୟାର କରି ଯାଇଥିଲେ, ତାଙ୍କର ବଡି ଆସୁଛି ବୋଲି ଆମେ ସେଇଥିପାଇଁ ଏୟାରପୋର୍ଟ ଭିତରକୁ ଗଲୁ। କିନ୍ତୁ ଆମେ ପହଞ୍ଚିଲା ବେଳକୁ ତାଙ୍କ ବଡି, ଯେହେତୁ ଆମେ ଏଠି ଡେରି ହେଇଗଲା ପ୍ରୋଗ୍ରାମ ସରୁ ସରୁ, ପହଞ୍ଚିଲା ବେଳକୁ ତାଙ୍କ ବଡି ପ୍ରାୟ ଆସିଗଲାଣି। ତେଣୁ ଆମେ ଏୟାରପୋର୍ଟ ଭିତରେ ଗୋଟେ ଚକ୍କର କାଟି ପୁଣି ପଦାକୁ ବାହାରି ଆସିଲୁ। ଏବେ ଆସିକି ଅଫିସରୁ ଆସିକି ଘରେ ପହଞ୍ଚିଗଲି। ଏବେ ଝିଅ ତାର ଫ୍ରେଣ୍ଡସିପ୍ ଡେ ପାଳିବ ବୋଲିକି ମୋତେ କହିଥିଲା ମୋ ପାଇଁ ବାପା ଗିଫ୍ଟ ନେଇକି ଆସିବ। ତା ପାଇଁ କ'ଣ ଗିଫ୍ଟ ତ ଡାକିବି ଆଉ ଦେଖଉଛି ଆପଣଙ୍କୁ ତା ପାଇଁ କ'ଣ ସବୁ ଗିଫ୍ଟ ଆଇଛି। ଗୁଡ୍ ମର୍ଣ୍ଣିଂ, ଆସ। ତୁ ବା କହିଥିଲୁ କ'ଣ ତୋ ପାଇଁ ଗିଫ୍ଟ ଆସିବ ବୋଲି। କ'ଣ ସବୁ ଅର୍ଡର କରିଥିଲୁ? ଏ ଦେଖ ତା ପାଇଁ ସେ ଚକୋଲେଟ ଆଣିବାକୁ କହିଥିଲା। ଚକୋଲେଟଟା ଆସିବ କାଲି ସକାଳୁ। ଏଇଟା ଖାଲି ଆଇଛି। ଏଇ ଦିଟା ହେୟାର କ୍ଲିପ ଆସିଛି। ଆଉ ଗୋଟେ କ'ଣ ଆଇଛି ଦେଖା। ଫ୍ରେଣ୍ଡସିପ ବ୍ୟାଣ୍ଡ। ଏକର ସବୁ ସାଙ୍ଗ ଦେଖା। ଦେଖିଲୁ, ଦେଖା ଭଲ କି ଦେଖା। ଟେକି ଦେଖେଇଲୁ ଫ୍ରେଣ୍ଡସିପ ବ୍ୟାଣ୍ଡ ଟା ଦେଖ। ଗୋଟେ ଦେଖିଲେ ସିନା ମୁଁ ଦେଖେଇବି। ଏତେ ତ ଭଲ ଭଲ କରୁଛୁ, ମୁଁ କେମିତି ଦେଖେଇବି ଯେ? ହଁ, ଏଇଟା ଫ୍ରେଣ୍ଡସିପ ବ୍ୟାଣ୍ଡ। ଏଇଟା କାହାକୁ ଦବ ସିଏ? କାହାକୁ ଦବ ତୁ ଏଇଟା? ତା ସାଙ୍ଗକୁ ଦବ ବୋଲିକି। ଆମ ବେଳେ ଏଇ ସବୁ ନଥିଲା। ଫ୍ରେଣ୍ଡସିପ ବ୍ୟାଣ୍ଡ ଫ୍ୟାଣ୍ଡ ଦେଖ, ହେୟାର କ୍ଲିପ ଆଇଛି ସେମ୍ ଷ୍ଟାଇଲ। ଫ୍ରେଣ୍ଡସିପ ବ୍ୟାଣ୍ଡ ଆଇଛି ଦିଟା। କାଲି ଚକୋଲେଟ ଆସିବ। କହୁଥିଲା ମୁଦି ଆଣିବାକୁ। ମୁଦି କ'ଣ ତା ହାତକୁ ହବ? ଆଉ ଛୋଟ, ଆଠୁ ଛୋଟ ଦୋକାନରେ ବି ନାହିଁ। ମୁଁ ସେ ଦୋକାନୀ ପଚାରି, ମୁଁ କହିଲି ଆରେ ଆଠୁ ଛୋଟ ଅଛି କି? ସେ ମନା କଲେ, କହିଲେ ଟୋଟାଲି କହିଲେ ନାଇଁ ଆଠୁ ଛୋଟ ଆଉ ଏଇଟା ଲାଷ୍ଟ। ତ ହାତକୁ ହଉନି, ପିନ୍ଧିଲି ଦେଖିଆ। ଆଉ କ୍ଲିପ, କ୍ଲିପ ଆଠୁ ଛୋଟ। କ୍ଲିପ ଆଠୁ ଛୋଟ ଆଉ କ'ଣ ଅଛି? ଛୋଟ କ୍ଲିପ ନୁହଁ। ଏବେ ଯାହା ଫ୍ରେଣ୍ଡ ଆସିବ, ତା ଛଡା ସେ ଗିଫ୍ଟ ଦବ କାଲି ସକାଳୁ। କାଲି ଫ୍ରେଣ୍ଡ କୁ ଦେଖେଇବି। ବାପା ଆଉ କଣ ଜିନିଷ କାଲି ଆଣିବା ହେଲା, ମୁଁ ବି ଯିବି ତମ ସହିତ। କାଲି ଆହୁରି ଲୁଟିବ କହିଲାଣି। ଡ୍ୟୁଟି ସରିଗଲା। ଯାହା ଦିନ ମାନ ହେଲା ଆପଣ ଦେଖିଲେ। ଆଜି ହଉଛି ଫ୍ରେଣ୍ଡସିପ ଡେ ବା ବନ୍ଧୁତ୍ୱ ଦିବସ ବା ବନ୍ଧୁମାନଙ୍କ ପାଇଁ ଦିନଟିଏ। ଜୀବନରେ ବନ୍ଧୁ ବିନା କିଛି ବି ସମ୍ଭବ ନୁହେଁ। ବନ୍ଧୁ ସବୁ କିଛି। ତେଣୁ ଆପଣମାନେ ଫ୍ରେଣ୍ଡସିପ ଡେ ଆଜି କେମିତି ସେଲିବ୍ରେସନ କରୁଛନ୍ତି ମୋତେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଆଉ ମୁଁ ବି କେମିତି ସେଲିବ୍ରେସନ କଲି ଫ୍ରେଣ୍ଡସିପ ଡେ ମୋ ଫ୍ୟାମିଲି ସହିତ, ସେଇଟା ବି ଆପଣମାନଙ୍କୁ ଦେଖେଇବି। କାଲିର ବ୍ଲଗରେ ଏଇଟା 100% ଆସିବ। ଆଜି ପାଇଁ ଏତିକି। ପୁଣି ଦେଖାହବ ଆଉ ଗୋଟେ ନୂଆ ବ୍ଲଗରେ। ସେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ।